ଆଜି ଥିଲା ତାଙ୍କର ଅପରେସନ୍। ଫୋନ୍ରେ ହସୁଥିବା ଚେହେରାଟି ଦେଖିଲେ ଲାଗୁଥିଲା ସବୁକିଛି ଠିକ୍ ଅଛି, କିନ୍ତୁ ମୁଁ ଜାଣିଥିଲି ସେ ନିଜର ସବୁ କଷ୍ଟକୁ ଲୁଚାଇ ରଖିଛନ୍ତି। ତାଙ୍କ ଆଖିରେ ସବୁ କହୁଥିଲା, ଭୟ, ଚିନ୍ତା, ନର୍ଭସନେସ୍ ସବୁକିଛି ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ସେ ଚେଷ୍ଟା କରୁଥିଲେ ଶକ୍ତ ହେବା ପାଇଁ, ଆମ ପାଇଁ। ଅପରେସନ୍ ଥିଏଟରକୁ ଯିବା ସମୟରେ ସେ ଦୃଶ୍ୟଟା ମୋ ହୃଦୟକୁ ଭାଙ୍ଗି ଦେଉଥିଲା। ପାଦ ଆଗକୁ ବଢ଼ୁଥିଲା ସତ, କିନ୍ତୁ ପ୍ରତ୍ୟେକ ପଦକ୍ଷେପରେ ଲାଗୁଥିଲା ନିଜର ପ୍ରିୟର ମଣିଷକୁ ଅଜଣା ଯୁଦ୍ଧକୁ ପଠାଉଛି। ସେ ମୁହୂର୍ତ୍ତରେ କିଛି କହିପାରିଲିନି, କେବଳ ମନେ ମନେ ଭଗବାନଙ୍କୁ ବହୁତ ପ୍ରାର୍ଥନା କରିଥିଲି ତାଙ୍କୁ ସୁରକ୍ଷିତ ରଖନ୍ତୁ ସବୁବେଳ ପାଇଁ। ମୋ ଶାଶୁ, ଶ୍ୱଶୁର, ମୋ ବାପା, ପିଇସି ଶାଶୁ, ପିଉସା, ମୋ ଭଉଣୀ ଜ୍ୱାଇଁ ସମସ୍ତେ ସେଠାରେ ଥିଲେ ଅସୀମ ଚିନ୍ତା ଓ ଆଶା ନେଇ। କିନ୍ତୁ ସବୁଠାରୁ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ମୋ ଝିଅ ଶ୍ରୀ ବି ତା ବାପାଙ୍କର ଓଟିରୁ ବାହାରିବା ପର୍ଯ୍ୟନ୍ତ ସାଇଲେଣ୍ଟଲି ଅପେକ୍ଷା କରିଥିଲା। ସେ ଛୋଟ ଆଖିରେ ଭୟ, ଆଶା ଓ ଅସହାୟତାର ମିଶ୍ରଣ ସ୍ପଷ୍ଟ ଦେଖାଯାଉଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ଯେମିତି ଦୀର୍ଘ ହେଉଥିଲା, ସାୟଦ ଲାଗୁଥିଲା ପାପା ଶୀଘ୍ର ବାହାରନ୍ତୁ ନା। ଶେଷ ମୁହୂର୍ତ୍ତରେ ପାପା ଓଟିରୁ ବାହାରି ଆସିଲେ। ସେ ମୁହୂର୍ତ୍ତଟା ସତରେ ବହୁତ ଭାବପୂର୍ଣ୍ଣ ଥିଲା। ଶ୍ରୀର ମନରେ ଏତେ ଭୟ, ଚିନ୍ତା, ଅଶାନ୍ତି ଥିଲା, ସବୁ ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଲା। ତା ନିରୀହପଣାରେ ପାପାଙ୍କ ପାଖକୁ ଧୀରେ ଯାଇ ପଚାରିଲା, ପାପା କେତେ କାଟିଲା? କ'ଣ ହେଲା? କେମିତି ଲାଗିଲା? ସେ କଥାଗୁଡ଼ାକ ଅସୀମ ଭଲ ପାଇବା ଓ ଚିନ୍ତାରେ ଭର୍ତ୍ତି ଥିଲା। ପାପା ମଧ୍ୟ ଶାନ୍ତ ଭାବରେ ସବୁ କୋଶ୍ଚିନ୍ର ଆନ୍ସର ଦେଇଥିଲେ। ଆପଣମାନଙ୍କ ପାଖରେ ମୋର ଛୋଟ ଅନୁରୋଧ, ଦୟାକରି ଆମ ପାଇଁ ଟିକେ ଆଶୀର୍ବାଦ ଦିଅନ୍ତୁ।